ଭିକାରୀଙ୍କୁ ନେଇ ଟିପ୍ପଣୀ ଯୋଗୁଁ ଇସ୍ତଫା ଦେଇଛନ୍ତି କ୍ୟୁବାର ଶ୍ରମ ମନ୍ତ୍ରୀ। ଦେଶରେ ଜଣେ ବି ଭିକାରୀ ନଥିବା କମ୍ୟୁନିଷ୍ଟ ଶାସିତ କ୍ୟୁବାର ସାମାଜିକ ସୁରକ୍ଷା ମନ୍ତ୍ରୀ ମାର୍ଟା ଏଲେନା ଫିତୋ କଇବ୍ରେରା ଏକ ସଂସଦୀୟ ଅଧିବେଶନରେ କହିଥିଲେ, ଦେଶରେ କେହି ଭିକାରୀ ନାହାନ୍ତି, କିଛି ଲୋକ ବିନା ପରିଶ୍ରମରେ ରୋଜଗାର କରିବାକୁ ଭିକାରୀ ହେବାର ଅଭିନୟ କରୁଛନ୍ତି। କ୍ୟୁବାରେ ଯେଉଁମାନେ ନ କହି ମଧ୍ୟ କାରର କାଚ ସଫା କରୁଛନ୍ତି, ସେମାନେ ଏଥିରୁ ମିଳୁଥିବା ଅର୍ଥରେ ମଦ ପିଉଥିବା ଫିତୋ କହିଥିଲେ। ତାଙ୍କର ଏଭଳି ଟିପ୍ପଣୀ ନେଇ କ୍ୟୁବାର ନେତା ଓ ସାଧାରଣ ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ। ଲୋକଙ୍କ ମଧ୍ୟରେ ଆକ୍ରୋଶ ଏତେ ପରିମାଣରେ ବଢ଼ିଥିଲା କି କ୍ୟୁବାର ରାଷ୍ଟ୍ରପତିଙ୍କୁ ମଧ୍ୟ ଏନେ ପ୍ରତିକ୍ରିୟା ଦେବାକୁ ପଡ଼ିଥିଲା। ଦେଶର ନେତୃତ୍ୱ ନିଜ ଲୋକଙ୍କ ବାସ୍ତବତାକୁ ଆଖି ବୁଜି ପାରିବେନି ବୋଲି ରାଷ୍ଟ୍ରପତି ମିଗୁଏଲ ଡିଆଜ କେଇନେଲ କହିଥିଲେ। ଏହାପରେ ଇସ୍ତଫା ଦେଇଛନ୍ତି ଫିତୋ। କିଛି ବର୍ଷ ତଳେ କ୍ୟୁବାରେ ଭିକାରୀ ଏକ ପ୍ରକାର ନଥିଲେ ବୋଲି କହିଲେ ଚଳେ, ହେଲେ ଗତ କିଛି ବର୍ଷ ହେଲା ଭିକାରୀ ବଢ଼ିଥିବା ଦେଖିବାକୁ ମିଳୁଛି। ଦେଶରେ ମହଙ୍ଗା ମାଡ଼ ଯୋଗୁଁ କ୍ୟୁବାର ଆର୍ଥିକ ସ୍ଥିତି ବିଗିଡ଼ିଛି, ଫଳରେ ଲୋକେ ଖାଇବା ପାଇଁ ଭିକ ମାଗିବାକୁ ମଧ୍ୟ ବାଧ୍ୟ ହେଉଛନ୍ତି।